ପିଲାମାନେ ଆଜି ଆମେ ପଢିବା କବିତା ବନ୍ଦୀର ବିରହ ବ୍ୟଥା। କବି ଗୋପବନ୍ଧୁ ଦାସ ଜାତୀୟତାର ଭିତ୍ତିଭୂମି ଉପରେ ସତ୍ୟର ସୌଧ ନିର୍ମାଣ କରିବାର କବି ହେଉଛନ୍ତି ଗୋପବନ୍ଧୁ ଦାସ, ଯାହାଙ୍କ ସାହିତ୍ୟ ସୃଷ୍ଟି ମଣିଷର ମୂଲ୍ୟବୋଧ ଭିତ୍ତିକ ଜୀବନଚର୍ଯ୍ୟାକୁ ନେଇ ଗତିଶୀଳ। ମାନବ ସେବାକୁ ଆଧାର କରି ଜୀବନକୁ ଉତ୍ସର୍ଗ କରିବାର କବି ହେଉଛନ୍ତି ସେ। ତାଙ୍କ ସାହିତ୍ୟ ସାଧନାରେ ସେ ଛାଡ଼ି ଯାଇଛନ୍ତି ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ନଚିକେତାର ଉପାଖ୍ୟାନ, ଗୋ ମହାତ୍ମ୍ୟ ଭଳି ଅନେକ କବିତା ସଂକଳନ। ଏହି କବିତାର ଛତ୍ରେ ଛତ୍ରେ ମଣିଷ ପ୍ରତି ମଣିଷର ଭଲ ପାଇବା, ଅନ୍ୟ ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିବାର ଭାବ ବେଶ ପରିସ୍ପୃଷ୍ଟ। ଏହି ଭାବଧାରା ବାସ୍ତବିକ ହେଉଛି ସତ୍ୟବାଦୀ ସାହିତ୍ୟର ଭାବଧାରା। ସେହି ସତ୍ୟବାଦୀ ସାହିତ୍ୟର ଭାବାଦର୍ଶ ଗୁଡ଼ିକ ହେଉଛି ସତ୍ୟ ଅନୁସନ୍ଧିତ୍ସୁ ପ୍ରାଣ, ତ୍ୟାଗପୂତ ଜୀବନଚର୍ଯ୍ୟା, ଉଗ୍ର ଜାତୀୟତାବୋଧ, ସେବାପରାୟଣ ମନୋବୃତ୍ତି, ଭାଷାଗତ ଜାତୀୟତା, ପ୍ରକୃତିର ଅଭିନବତ୍ୱ, ବିଶ୍ୱ ଭାବାମୁଖୀ ଚେତନା। ଏହି ଚେତନା ମାଧ୍ୟମରେ ବିଶ୍ୱକୁ ନୂଆ ବାର୍ତ୍ତା ଦେଇ ସେ କବିତା ଗୁଡ଼ିକୁ ଲେଖିବାରେ ବେଶ ସକ୍ଷମ ହୋଇଛନ୍ତି। ଆଲୋଚ୍ୟ କବିତା ବନ୍ଦୀର ବିରହ ବ୍ୟଥା ତାଙ୍କ କାରା କବିତା ସଂକଳନର ଅଂଶ ବିଶେଷ। ସ୍ୱାଧୀନତା ସଂଗ୍ରାମରେ ଯେତେବେଳେ ହଜାରିବାଗ ଜେଲ ଭିତରେ ତାଙ୍କୁ କାରାବରଣ ହେବାକୁ ପଡ଼ିଲା, ସେତିକି ବେଳେ କାରା କବିତାର ସୃଷ୍ଟି ହୋଇଥିଲା। ବନ୍ଦୀ ଜୀବନର ଦୁଃଖଦ ଅନୁଭୂତି କେବଳ ନୁହେଁ, ନିଃସଙ୍ଗ ଅବସ୍ଥାରେ ମଣିଷ ଯେ ବେଶୀ କୋଳାହଳକୁ ସାମ୍ନା କରେ, ଏହି ଭାବତତ୍ତ୍ୱକୁ ଦର୍ଶାଇବାକୁ ଯାଇ ତାଙ୍କ କାରା କବିତାର କବିତା ଗୁଡ଼ିକ ବେଶ ଚଳଚଞ୍ଚଳ ଥିଲା। ବନ୍ଦୀର ବିରହ ବ୍ୟଥା କବିତାଟି ତାଙ୍କ ମନର ଅନ୍ତର୍ଦାହର ପରିସ୍ଫୁଟନ ମାତ୍ର। ମଧୁର ବସନ୍ତ ସମୟ, ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ, ଯିବେ ପଶ୍ଚିମ ଦେଶ, ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ବସନ୍ତର ପ୍ରାରମ୍ଭିକ ସମୟ ଅର୍ଥାତ୍ ଶୀତ ସରି ସରି ଆସିଛି। ବସନ୍ତର ମୃଦୁମଳୟ ଧୀରେ ଧୀରେ ପୃଥିବୀ ବକ୍ଷରେ ବହି ଚାଲୁଛି। ସେମିତି ଏକ ଦିନାନ୍ତ। ପୂର୍ବ ଦିଗରୁ ସୂର୍ଯ୍ୟ ପଶ୍ଚିମ ଅଭିମୁଖେ ଯାତ୍ରା କରିଛନ୍ତି। ସୂର୍ଯ୍ୟ ଲିଭି ଲିଭି ଯାଉଛନ୍ତି। ସୂରୁଜ ଯାଉଛି ନିଭି। ପଶ୍ଚିମ ଆକାଶରେ ସୂର୍ଯ୍ୟ ଲିଭି ଗଲା ବେଳକୁ ଦିନ ଶେଷ ହେଇ ଆସୁଛି। ପୂର୍ବ ଦିଗ ଛାଡ଼ି ପଶ୍ଚିମ ଦିଗରେ ଏବେ ସୂର୍ଯ୍ୟ। ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ସାରା ଆକାଶଟା ଲାଲ ହେଇଯାଇଛି। ସୂର୍ଯ୍ୟଙ୍କର ରକ୍ତିମ ଆଭା ସତେ ଯେମିତି ଏକ ଚାନ୍ଦୁଆର ଭ୍ରମ ସୃଷ୍ଟି କରିଛି। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ତରୁଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ, ତରୁଗିରି ଛାୟା ବିସ୍ତାରି ପାଦେ କରେ ପ୍ରଣାମ। ସୂର୍ଯ୍ୟ ଅସ୍ତାଚଳରେ ଯିବାବେଳେ ତାଙ୍କ ବିରହରେ ପକ୍ଷୀମାନେ କରୁଣ ଗାନ ଶୁଣାଇଛନ୍ତି। ଆମ ଉତ୍କଳୀୟ ପରମ୍ପରା ଏକ ମହାନ ପରମ୍ପରା। ସାଧାରଣତଃ ଅତିଥିମାନେ ଆସିବା ବେଳେ ଆଉ ଯିବା ବେଳେ ନମସ୍କାର କରିଥାନ୍ତି। ସେଇ ନ୍ୟାୟରେ କବି କହିବାର କଥା ହେଉଛି, ସୂର୍ଯ୍ୟ ପଶ୍ଚିମ ଦିଗରେ ଲିଭି ଯାଉଥିବା ବେଳେ ପାହାଡ଼ ଆଉ ଗଛର ଛାଇ ଲମ୍ବା ହେଇଛି। ସତେ ଯେମିତି ସେ ସୂର୍ଯ୍ୟଙ୍କୁ ବିଦାୟ ବେଳାର ନମସ୍କାର କରୁଛନ୍ତି। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବାରିଣୀ ପାଟ, ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ସେଇ ପାହାଡ଼ ଉପରେ ଥିବା ଗଛମାନେ ଓ ପାହାଡ଼ ଉପରେ ଲାଲ ରଙ୍ଗର ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା କବି କହିବାର କଥା ହେଉଛି, ତାଙ୍କ ଶିରେ ସୂର୍ଯ୍ୟ ହେମ ବାରିଣୀ ପାଟ, ସୁନା ରଙ୍ଗର ପାଟ ବାନ୍ଧି ଦେଲା ଭଳି ଦେଖାଯାଉଛି ଏବଂ
ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ନିହାତି ନିଜର ଆତ୍ମୀୟତାର ଭାବ ନେସୁଥିବା ଚାକରଟି ମୁଣ୍ଡରେ ଯେମିତି ଗୌରବର ପାଟ ବାନ୍ଧି ଦିଅନ୍ତି ରାଜା, ଠିକ୍ ସେମିତି ସୂର୍ଯ୍ୟ ହେମବାରିଣୀ ପାଟ ବାନ୍ଧି ଦେଉଛନ୍ତି ସେଇ ଗଛ ଉପରେ। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର, କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ସମୀରଣ ମୃଦୁ ମର୍ମରେ ପ୍ରେମ ସ୍ପଷ୍ଟ ଗିର, କହନ୍ତି ଅଚିରେ ଫେରିବି ଧନୀ ନୁହଁ କାତର। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର, କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ସେ ବିଦାୟ ହେଇଗଲା ବେଳେ ପଶ୍ଚିମ ଆକାଶକୁ ନିଜ ସ୍ନେହ ଆଦର ରୂପକ ହାତରେ ଆଲିଙ୍ଗନ କରୁଛନ୍ତି ସୂର୍ଯ୍ୟ। ସତେ ଯେମିତି ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗୀର। ବସନ୍ତ ସମୟର ସେ ବହି ଯାଉଥିବା ପବନ ଯେମିତି ପ୍ରେମର ଚୁପି ଚୁପି କଥା କାନରେ କହି ଯାଉଛି ଏବଂ କହୁଛି, ବ୍ୟସ୍ତ ହନି, ମୁଁ ପୁଣି କାଲି ସକାଳ ହେଲେ ଫେରି ଆସିବି। ଏକ ସାନ୍ତ୍ୱନା ବାଣୀ ଦେଉଛି ସୂର୍ଯ୍ୟ। ଏହା ସତେ ଯେମିତି ମଣିଷର ଅନ୍ତ ପ୍ରକୃତି ସହିତ ବହି ପ୍ରକୃତିର ଗୋଟେ ତୁଳନା ହେଇଛି। ଅର୍ଥାତ୍ ସମୀରଣ ମୃଦ ମର୍ମରେ ପ୍ରେମ ସ୍ପଷ୍ଟ ଗୀର, କହନ୍ତି ଅଚିରେ ଫେରିବି ଧନୀ ନୁହଁ କାତର। ସତେ ଯେମିତି ଭଲ ପାଇବାର ଭାବ ଲେସି ସେ କହୁଛନ୍ତି, କାଲି ସକାଳ ହେଲେ ମୁଁ ପୁଣି ଫେରି ଆସିବି। ଏଇ କଥା ପଦକ ବଡ଼ ପାଟିରେ ଫେର କହୁନାହାନ୍ତି, କହୁଛନ୍ତି ଧୀରେ ଧୀରେ, ଯେ ପବନର ମୃଦୁମ ବସନ୍ତର ମୃଦୁ ମଳୟ ଭିତରେ ବହି ଯାଉଥିବା ସେଇ ପବନ ଟିକକକୁ। ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀ କପାଳେ, ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ଏତିକି କଥା କହିଲା ବେଳେ ସାଙ୍ଗେ ସାଙ୍ଗେ ପଶ୍ଚିମ ଆକାଶ ଖୁସି ହେଇଯାଉଛି। ଯାହା ହଉ ମୋ ପ୍ରତି ତାଙ୍କର ଏତେ ଭଲ ପାଇବା ଅଛି, ଏତେ ତ୍ୟାଗ ଅଛି, ଏତେ ଉତ୍ସର୍ଗୀକୃତ ଭାବ ଅଛି, ସେ ପୁଣି ଫେରି ଆସିବେ କାଲିକୁ। କିନ୍ତୁ ହେଲେ ବି ମନ ବୁଝୁନି କାହିଁକି କେଜାଣି, ପଶ୍ଚିମ ଆକାଶର ମନ ଅବୁଝା ହଉଛି। ସେଥିପାଇଁ କହୁଛନ୍ତି ଅନୁରାଗ ରଙ୍ଗେ ପ୍ରକାଶେ କ୍ଷଣେ ପ୍ରାଚୀ କପାଳେ। ଖୁବ୍ କମ୍ ସମୟ ପାଇଁ ଗୋଟେ ଅନୁରାଗ ଆସିଛି, କିନ୍ତୁ ସେ ଅନୁରାଗ ବେଶୀ ସମୟ ରହିନି, ସାଙ୍ଗେ ସାଙ୍ଗେ ତାହା ଦୁଃଖରେ ପରିବର୍ତ୍ତନ ହେଇଯାଇଛି। ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ସବୁ ସୁଖ ଭିତରେ ଦୁଃଖ ହିଁ ଲୁଚି ରହିଛି। ପଶ୍ଚିମ ଆକାଶ ସୂର୍ଯ୍ୟଙ୍କ ଠାରୁ ସାନ୍ତ୍ୱନା ପାଇସାରିବା ପରେ ତା ମନରେ ଆସିଥିବା ଆନନ୍ଦ କ୍ଷଣିକ ଭିତରେ ପୁଣି ଉଭାନ ହେଇଯାଇଛି। ରବିଲାସ୍ୟ ହାସେ ପ୍ରକଟେ ଗୁରୁ ବିଷାଦ ରେଖା, ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ଯେ ସୂର୍ଯ୍ୟ ଯେ ସୁଖୀ ତାହା ନୁହେଁ, ତାର ହସ ହସ ମୁଖମଣ୍ଡଳରେ ବି ବିଷାଦର ସଂକେତ ଅଛି। ତାକୁ କେବଳ ଅନୁଭବୀ ହିଁ ବୁଝିପାରିବ ବୋଲି କବି କହନ୍ତି। ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତି ପାଶେ ବନ୍ଧା ଜଗତେ ସର୍ବଜଡ଼ ଚେତନ। ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତି ପାଶେ ବନ୍ଧା ଜଗତେ ସର୍ବଜଡ଼ ଚେତନ। କହିବାର କଥା ହଉଛି, ପ୍ରିୟଜନଙ୍କ ବିଚ୍ଛେଦରେ ଯେଉଁ ଦୁଃଖ ଆସେ, ଯେଉଁ ଯାତନା ଆସେ, ଯେଉଁ ବିଷାଦ ବୋଧ ଜାତ ହୁଏ, ତାହା ସମସ୍ତେ ଅନୁଭବ କରନ୍ତି। ଏମିତିକି ପ୍ରକୃତି, ଜଡ଼, ଜୀବ ସମସ୍ତେ ଏଥିରେ ବନ୍ଧା। ଜଡ଼ ହଉ କି ଜୀବ ହଉ, ପ୍ରୀତି ଫାଶରେ ସମସ୍ତେ ବନ୍ଧା। କାରଣ କାରାଗାର ଭିତରେ ଥିବା ବେଳେ ଗୋପବନ୍ଧୁ ଦାସଙ୍କର ମନେ ପଡ଼ିଯାଇଛି ତାଙ୍କ ପରିବାର, ପ୍ରିୟଜନ
शुभेच्छु मानकर कथा आ सेई समय रे तांको अंतर भितरे जो विरह भाव आसीची जो दारुण कषण आसीची ताकू कहउचंती कि ए कषण केवल मोर नुहे प्रीति पासे समस्ते बंधा हेइचंती से जड़ हेउ हेउ अवा चेतन ए विरह दृश्य दियई बंदी पराणे व्यथा पलके पलके पड़ई मने केते की कथा। सूर्य आकाश और पृथ्वीर विदाय मुहूर्त कवि प्राण रे गोटे व्यथा गोटे जंत्रणा आनी देइछि तांकर घर कथा टिकी निखी मने पड़ी जाइछि तेणु कहउचंती कवि ए विरह दृश्य दियई बंदी पराणे व्यथा पलके पलके पड़ई मने केते की कथा। मन जेतेबेले अलगा एक मुलक को चली जाए सेतेबेले स्थिति भूली जाए मनीष। ठीक सही अवस्था है गोपबंधु दासंकर गोटे पटे सूर्य आउ पृथ्वीर विरह उत्सव आउ गोटे पटे से छाड़ी आसीथिबा प्रिय मनीष मानकर भल पाइबार प्रतिश्रुति गुड़िक ये सबु गुड़िक तांको मानस पटरे उंकी मारिछि। ठीक एई समय रे सिपाही आसीछि प्रकोष्ठ भितर को नहीं जिबा पई आबद्ध करि देबा पई गोपबंधु को सेई कारागार भितरे। तेणु श्रीदास कहती संभाल टिकिए सिपाही चाबी नदी द्वारे प्रणय प्रभाव देखिबी क्षणे रही बाहारे। ये जो भल पाइबार जो आवेगिक मुहूर्त माने एबे धरा पृष्ठरे आकाश रे देखिबा को मिलुछि मते आउ टिके सुजोग दियो मई प्रणय प्रभाव को देखिबी। एबे सिपाही समय हेई नाही मोर बंद प्रकोष्ठ भीतर को जीवा पई मते आउ टिके समय दियो अर्थात चाबी दियो नाही प्रकोष्ठ भितरे। प्रणय पीयूषे मिशिछि किया विरह विश्व विश्ववासी प्रति विचित्र एत एकी विधि आशीष। प्रणय पीयूषे मिशिछि किया विरह विष सेठी पाई तो जीवन सुंदर जोठी प्रीति अछि सेठी प्रतारणा अछि जोठी जोठी आरंभ अछि सेठी शेष अछि जोठी स्वागत अछि सेठी विदाय अछि ये तो विधिर आशेष। तेणु प्रणय पीयूष रे कौन पाई ये विरह विष बोली कवि निजकु केवल प्रश्न करि नाहंती बरं प्रश्न तांक मन भितरे उज्जीवित हेइछि समग्र जगतवासी पाई। बोध हुए से विचार करुछंती यह बोधे भगवानकर बड़ विचित्र लीला याकु बोधे विधि गढ़ी विधि प्रस्तुत करिछंती भगवान कहीं विश्ववासी प्रति विचित्र एकी विधि आशीष। सुंदर सरोज चरणे किंपा जड़ित ही विपरीत स्थिति रहस्य किए पारिब कही। सुंदर पद्म फूलर नाड़े जेमती साप रही अर्थात जेमती सुख भितरे गोटे दुख लुचि रही। ये सबु गुड़िक होउची विपरीत स्थिति जेमिति कला मेघ कोଳରେ बिजुली शामुका भितरे मुक्ता ये सबु होउची विपरीत स्थिति। ठीक सेमिति पद्म फूल नाड़े अही रही यह बोध हुए विधातांकर विधान बोली कवि भावी पारुछंती। प्रिय जन प्रिय स्थान मु छाड़ी बंदी एठारे विरह विषम विषे मो मन पराण घारे। मिलिबा होउछि पद्म आउ विच्छेद होउछि अही यह बोधे अनुमान करिछंती कवि। तेणु कहउचंती विरह विषम विषे मो
मन पराण घारे निज लोक मानक ठारू आत्मीय मानक ठारू दूर रे रहिबा जदि विरह हुए जदि विरह हुए आउ प्रकोष्ठ भितरे तांकर स्थिति तांकर स्मृति को रोमंथन करिबा हुए तो किछि समय पाई आनंद आनी देइछि सेई बंदी मूलक रे जीवन बिताउथिबा गोपबंधुक पाई विश्व प्रकृति रे देखिले समहृद वेदना तापित अंतरे आसीब अवाक्षणे सांत्वना। कवि कहिबार कथा होउछि जदि मन को संकीर्ण भाव रे देखा जाए जदि परिवार निज प्रियजन मानकु केवल निजर बोली भाविकिरी विरह भितरे रहिबाटा जदि दुख बोली भाबा जाए ताहाले हुए तो से दुखी किंतु जदि आखि को टिके प्रशस्त करी दिया जाए तृतीय नयन रे जदि देखा जाए तेबे विश्व प्रकृति रे विश्वर समस्त मनुष्य को जदि निज परिवार ज्ञान करा जाए ताहले ये जो तापित अंतर भितरे जो दुखर ज्वाला अछि हुए तो ताहा प्रशमित हो पारिबो। तेणु कवि एई मुहूर्त रे तांको मानसिकता को टिके प्रशस्त करी देइथिबा बोली मने हुए। से कहंती कि जे विश्व प्रकृति रे जदि देखा जाए सारा विश्व को जदि निज परिवार मने करा जाए तेले मन रे हुए तो किछि शांति आसी पारे। रहो आउ दंडे सिपाही किंपा कर कटाल कक्ष अवरोध समय परा गोधूली काल। सिपाही आउ किछि समय रही जा जेबे कक्ष अवरोध करिवार समय हेई नाही कक्ष अवरोध करिवार समय होउछि गोधूली समय होउछि सायाह्न हेले भी तो मते जीवाकू अछि ना से प्रकोष्ठ भीतर को हेले आउ टिके समय मते मुक्त प्रांगण रे ये मनोरम मुहूर्त मान को टिके देखिबा पई सुजोग दियो मते आउ टिके भाबिबा को दियो मो भीतर टिके विश्व भावमुखी चेतना रे टिके उज्जीवित करिबा पई आउ टिके समय दियो बोली सिपाही को कवि कहंती। किंतु सिपाही तो समय फासरे बंधा समय तो काहाकू अपेक्षा करेनी पुनी समय भी बेले बेले बांधी हेई जाए मनीषर हाथ मुठारे। देख रत रत हुई रवि एबे गगने आउ टिकिए मु बुलिबी एथिकारा प्रांगणे। देख संध्या रत रत होउछि ए पर्यंत सूर्य संपूर्ण भाव रे अस्ताचल जाई नाहंती आउ टिकिए मुई कारा प्रांगण रे बुलिबार मते हुए तो सुजोग देले मु निजकू विशेष खुशी अनुभव करेबी। जमदूत हृदय करुणा काहू बसिब तिले अधिक न कही मर्यादा जगी पशिबी बिले। पुणी मने मने भावुछंती एमाने तो जमदूत एमाने तो काहा हातरे बंधा एमानंक हातरे किछि नाही वास्तविक सबु तो नीति निर्देश रहिछि जहा निर्देश अछि पालन करूछंती। तेणु मु आंकु अनुरोध करिबा केवल वृथा ही हेबो अधिक न कही मर्यादा जगी बरं आपे आपे निजे बन कोठरी भितर को चली जिबा उचित हेबो बोली कवि भाबिछंती। परिशेष रे एतिकी कुहा जाई पारे मनीष प्रकृति भितरे थिबा साम्यबोध विच्छेद भितरे मिलनर संभावना समय पाखरे सभिए पराहत तृतीय नयन रे जीवन को अनुभव करिबा भली चेतना बंदीर विरह व्यथा कविता को बंधन मुक्त करिछि। बस एतिकी धन्यवाद।